ଭାରତୀୟ ସଂସ୍କୃତିରେ ବହୁତ ବର୍ଣ୍ଣନାତ୍ମକ କାହାଣୀ ଅଛି ଯେ ବଲଙ୍ଗୀୟ ମାନେ କେଉଁ ପ୍ରକାରର ଅଳଙ୍କାର ପିନ୍ଧୁଥିଲେ। ଯଦି ସେ ଟାଣନ୍ତି ତେବେ ସମଗ୍ର ଅଳଙ୍କାର ଜଣଙ୍କ ଭିତରେ ପଡ଼ିଯାଏ। ଏହିପରି କର୍ମ ଏହା ଏକ ଜଟିଳ ଶୃଙ୍ଖଳ ଜାଲ। କିନ୍ତୁ କେବଳ ଗୋଟିଏ ପିନ୍ ଅଛି। ଯଦି ଆପଣ ଏହାକୁ ପାଆନ୍ତି ତେବେ କର୍ମ ଦୃଷ୍ଟିକୋଣ ଖସିଯାଏ ଏବଂ ଆପଣ ଏକ ମୁକ୍ତ ପ୍ରାଣୀ ଭାବରେ ଅସ୍ତିତ୍ୱ ପାଆନ୍ତି। କର୍ମ ବୋଧହୁଏ ସବୁଠାରୁ ଭୁଲ ବୁଝାଯାଇଥିବା ଶବ୍ଦ ମଧ୍ୟରୁ ଗୋଟିଏ। ନିଶ୍ଚିତ ଭାବରେ ଏହା ଆଜି ଇଂରାଜୀ ଲେକ୍ସିକର ଅଂଶ ହୋଇଗଲାଣି, କିନ୍ତୁ ଲକ୍ଷ ଲକ୍ଷ ଉପାୟରେ ଭୁଲ ବୁଝାଯାଇଛି ଏବଂ ଭୁଲ ବ୍ୟାଖ୍ୟା କରାଯାଇଛି। ବିଭିନ୍ନ ଜିନିଷ କର୍ମର ପ୍ରକୃତି ଯେପରି ଠିକ୍ ସେହିପରି ଏହାର ବ୍ୟାଖ୍ୟା କର୍ମ ଗଠନ ଏକ ବହୁତ ଜଟିଳ ବୟ। କିନ୍ତୁ ଭାରତୀୟ ସଂସ୍କୃତିରେ ବହୁତ କହିବାକୁ ଗଲେ ବହୁତ ବର୍ଣ୍ଣନାତ୍ମକ କାହାଣୀ ଅଛି ଯେ ବଲଙ୍ଗୀୟମାନେ କେଉଁ ପ୍ରକାରର ଅଳଙ୍କାର ପିନ୍ଧୁଥିଲେ। ଏହା ହେଉଛି ବହୁତ ପ୍ରସିଦ୍ଧ। ବଲଙ୍ଗୀୟମାନେ ସୁନା ଏବଂ ହୀରାରେ ଆଚ୍ଛାଦିତ ଥିଲେ। କୌଣସି ପୋଷାକ ନାହିଁ, କେବଳ ଅଳଙ୍କାର ସେମାନଙ୍କ ଶରୀରକୁ ଆଚ୍ଛାଦିତ କରିଥିଲା। ଏତେ ଜଟିଳ ଅଳଙ୍କାର ଯେ ଯେତେବେଳେ ସେହି ପୁରୁଷଟି ସେମାନଙ୍କ ପାଖକୁ ଆସିଥିଲା ସେମାନେ ଏହି ଅଳଙ୍କାରକୁ କିପରି ଖୋଲିବେ ତାହା ଜାଣିନଥିଲେ, କାରଣ ଏହା ଏକ ଜଟିଳ ଶୃଙ୍ଖଳର ଜାଲ ଥିଲା। ସେମାନେ ଯେତେ ଚେଷ୍ଟା କଲେ ମଧ୍ୟ କିନ୍ତୁ ସେମାନେ ଏହି ଅଳଙ୍କାରକୁ ଖୋଲିପାରିବେ ନାହିଁ। ଅଳଙ୍କାର ସୁନ୍ଦର, କିନ୍ତୁ ଜଣେ ପୁରୁଷ ପାଇଁ ଯାହାର ମନୋକାମନା ସହିତ ଚାଲୁଛି ଏହା ଏକ ପ୍ରତିବନ୍ଧକ। ତେଣୁ ସାଧାରଣତଃ ସେ ତାକୁ ପିଇବା ପାଇଁ ଉତ୍ସାହିତ କରନ୍ତି ଟିକେ ଟିକେ ଅଧିକ, ଯାହାଦ୍ୱାରା ତାଙ୍କର ଡେଇଁପଡ଼ି ଏବଂ ଉପହାରଗୁଡ଼ିକ ଅଧିକ ଅଳଙ୍କାର ହୋଇ ଘରକୁ ଯାଏ। କିନ୍ତୁ ଯେତେବେଳେ ସେ ଏହାକୁ ଖୋଲିବାକୁ ଚାହାନ୍ତି ସେଠାରେ କେବଳ ଗୋଟିଏ ପିନ୍ ଥାଏ। ସାଧାରଣତଃ ଆମର ଅନାହତ ଯେଉଁଠାରେ ଥାଏ ଏହି ଗୋଟିଏ ପିନ୍। ଯଦି ସେ ଟାଣିଦିଏ ତେବେ ସମଗ୍ର ଅଳଙ୍କାର ଗୋଟିଏରେ ପଡ଼ିଯାଏ। ଠିକ୍ ସେହିପରି ଏହା ତଳେ ପଡ଼ିଯାଏ। କର୍ମ ଏହିପରି ଏହା ଏକ ଜଟିଳ ଶୃଙ୍ଖଳର ଜାଲ। ସେମାନଙ୍କ ମଧ୍ୟରୁ କିଛି ନିଶ୍ଚିତ ଭାବରେ ହୀରା ସହିତ ସଜାଯାଇଛି, କିଛି କୁତ୍ସିତ, କିଛି କଳଙ୍କିତ ଶୃଙ୍ଖଳ। କିନ୍ତୁ ଶୃଙ୍ଖଳ ଏବଂ ଶୃଙ୍ଖଳ ଏବଂ ଶୃଙ୍ଖଳ କିନ୍ତୁ କେବଳ ଗୋଟିଏ ପିନ୍ ଅଛି। କେବଳ କାରଣ ତୁମେ ସଚେତନ ଭାବରେ ପିନ୍ଟିକୁ ଖୋଜି ପାରୁନାହଁ। ମୌଳିକ କାରଣ ଏହା ତୁମକୁ କହିଦେଉ କାହିଁକି ଏକ ସଂସ୍କୃତି ଅଛି କିମ୍ବା ଗୋଟିଏ ଆଧ୍ୟାତ୍ମିକ ବିକାଶ ପାଇଁ ଜଣେ ଗୁରୁଙ୍କ ଉପରେ ଗଭୀର ହେବାର ଏକ ପରମ୍ପରା ଅଛି। ତାହାର ମୌଳିକ କାରଣ କେବଳ ଏହା ଯେ ତୁମେ ଚାହୁଁଛ ସେ ସମୟ ଆସିଲେ ଟାଣି ଦିଅନ୍ତୁ, କାରଣ ଏହି ଜଟିଳ ଶୃଙ୍ଖଳ ଜାଲରେ ତୁମେ ଜାଣିନାହଁ ଯେ ପିନ୍ଟି କେଉଁଠି ଅଛି। ବର୍ତ୍ତମାନ ଯଦି ତୁମେ ଏହାକୁ ଖୋଜିବାକୁ ଚେଷ୍ଟା କର ତେବେ ତୁମେ ସବୁଦିନ ପାଇଁ ଖୋଜିବାକୁ ଯାଇପାରିବ ଏବଂ ଏହାକୁ ପାଇବ ନାହିଁ। ଏବଂ ଯଦି ତୁମେ ଏହାକୁ ପାଇବ ତେବେ ତୁମେ ଏହାକୁ ଏପରି ଭାବରେ ଭାଙ୍ଗିଦେବ ଯେ ତୁମେ ତୁମର ଜୀବନକୁ ଭାଙ୍ଗିଦେବ। ଏହାକୁ ଦକ୍ଷତାର ସହିତ ଭାଙ୍ଗିବା ପାଇଁ ଯାହା କେବଳ କର୍ମ ଦିଗଟି ଖସିଯାଏ ଏବଂ ତୁମେ ଏକ ମୁକ୍ତ ପ୍ରାଣୀ ଭାବରେ ଅସ୍ତିତ୍ୱ ରଖ, ତାହା ପାଇଁ ବହୁତ ଦକ୍ଷତା ଆବଶ୍ୟକ। ସେହି ଦକ୍ଷତା ପାଇଁ ତୁମେ ତୁମର ଗୁରୁଙ୍କ ପାଖକୁ ଆସ। ଏହା ତୁମର କର୍ମ ଯେ ତୁମେ ମୋତେ ସହ୍ୟ କରିବାକୁ ପଡ଼ିବ। ଯଦି ତୁମେ ନିଜେ ଏହାକୁ ବୁଝିପାରିଥାନ୍ତ ତେବେ ତୁମକୁ ମୋ ବିଷୟରେ ଚିନ୍ତା କରିବାକୁ ପଡ଼ିବ ନାହିଁ। ତେଣୁ ସନଗୁରୁ, ଯେତେବେଳେ ମୁଁ ମୋର ପ୍ରକୃତି ଆଣିବାକୁ ଚାହୁଁଛି ତାହାର ଅର୍ଥ ଏହା ନୁହେଁ ତୁମେ ଏପର୍ଯ୍ୟନ୍ତ ପ୍ରସ୍ତୁତ ନୁହଁ। ଯଦି ତୁମେ ଏପରି ଅବସ୍ଥାରେ ଅଛ ଯେଉଁଠାରେ ତୁମେ ଭାବୁଛ ଯେ ତୁମର କର୍ମ ଏକ ବୋଝ ଏବଂ ତୁମେ ଏହାକୁ ମୁକ୍ତ କରିବାକୁ ପଡ଼ିବ, ତେବେ ତୁମେ ଏପର୍ଯ୍ୟନ୍ତ ଏଥିପାଇଁ ପ୍ରସ୍ତୁତ ନୁହଁ। ଯଦି ତୁମେ ଏପରି ଅବସ୍ଥାରେ ଅଛ ଯେଉଁଠାରେ ତୁମେ ପ୍ରତ୍ୟେକ ସ୍ମୃତି ଚେତନ ଏବଂ ଅଚେତନ ସୁଖଦ ଏବଂ ଅପ୍ରୀତିକର ସୁନ୍ଦର ଏବଂ ଭୟଙ୍କର ସବୁକିଛିକୁ ସୁସ୍ଥତାରେ ପରିଣତ କରିବା ଶିଖିଛ, ଯଦି ତୁମେ ସେହି ଅବସ୍ଥାରେ ଅଛ ତେବେ ମୋ ପାଇଁ ପିନ୍ ଟାଣିବା ଭଲ ହେବ। ଏବେ ଯଦି ତୁମେ ପିନ୍ ଟାଣିବ, କାରଣ ଏହା ମୁକ୍ତି ନୁହେଁ, ଏହା ଏକ ପଳାୟନ। ଏହି ଶରୀରରୁ ବାହାରି ଆସିବା ଏବଂ ଆତ୍ମହତ୍ୟା କରିବା ମଧ୍ୟରେ ପାର୍ଥକ୍ୟ ଅଛି। ଦୁଇଟି ଭିନ୍ନ ଜିନିଷ। ଆତ୍ମହତ୍ୟା କରିବାର ଅର୍ଥ ହେଉଛି ତୁମେ ଏକ କଷ୍ଟକର ପରିସ୍ଥିତିରୁ ଖସିଯିବାକୁ ଚାହୁଁଛ। ଏଥିରୁ ବାହାରି ଆସିବାର ଅର୍ଥ ହେଉଛି ତୁମର କାର୍ଯ୍ୟକାଳ ଶେଷ, ତୁମର ସମୟ ସମାପ୍ତ। ତେଣୁ ସେମାନେ ତୁମକୁ ମୁକ୍ତ କରିଛନ୍ତି। ଏଗୁଡ଼ିକ ଦୁଇଟି ଭିନ୍ନ ଜିନିଷ ସମ୍ପୂର୍ଣ୍ଣ ଭାବରେ। ଯଦି ତୁମେ ଜେଲରୁ ପଳାଇଯାଅ ତେବେ ତୁମକୁ ତୁମର ଜୀବନ ସାରା ଦୌଡ଼ିବାକୁ ପଡ଼ିବ। କିନ୍ତୁ ଯଦି ତୁମେ ଜେଲରୁ ମୁକ୍ତ ହୁଅ କାରଣ ତୁମର କାର୍ଯ୍ୟକାଳ ଶେଷ, ତେବେ ତୁମେ ଜଣେ ମୁକ୍ତ ବ୍ୟକ୍ତି। ଏହା ଏକ ବଡ଼ ପାର୍ଥକ୍ୟ।